ଅବହେଳିତ ଅବସ୍ଥାରେ ରହିଛି ଭାଲୁଘର ମଠ। କେନ୍ଦୁଝର ଜିଲ୍ଲା ଖୁବ୍ ନିକଟବର୍ତ୍ତୀ ଡିମ୍ବ ଗ୍ରାମ ପଞ୍ଚାୟତରେ ବଣ ଜଙ୍ଗଲ ଘେରା ଶାନ୍ତ ପରିବେଶ ମଧ୍ୟରେ ରହିଛି ଏକ ଭାଲୁଘର ମଠ। ସତ୍ୟ ସନାତନ ଧର୍ମୀ ବାବାମାନଙ୍କ ଏହା ଏକ ଯଜ୍ଞସ୍ଥଳୀ। ସତ୍ୟ ସନାତନ ଧର୍ମର ବାବାମାନେ ଆସି ଏଠାରେ ଅଲେଖ ମହିମାଙ୍କ ବିଶ୍ୱଶାନ୍ତି ଯଜ୍ଞ କରିଥାନ୍ତି। ସବୁଜ ପରିବେଶର ଜଙ୍ଗଲ ମଧ୍ୟରେ ବିରାଟ ପଥରର ଗହଳ ମଧ୍ୟରେ ରହିଥିବା ଏହି ଭାଲୁଘର ମଠ ଏକ ଆଧ୍ୟାତ୍ମିକ ପୀଠ। ପଥର ଖୋଲ ମଧ୍ୟରେ ସୃଷ୍ଟି ହୋଇଥିବା ଗୁମ୍ଫା ବହୁ ପୁରାତନ ଆଉ ବହୁ ପୂର୍ବରୁ ଏଠାରେ ସନାତନ ଧର୍ମୀ ବାବାମାନେ ଅଲେଖ ଧର୍ମର ପ୍ରଚାର ପ୍ରସାର କରିଥିବାର ଜଣାଯାଏ। ବିଶ୍ୱର ମଙ୍ଗଳ ପାଇଁ, ଜୀବଜଗତର ଶାନ୍ତି ପାଇଁ ଏଠାରେ ବହୁ ପୂର୍ବରୁ ବିଶ୍ୱଶାନ୍ତି ମହାଯଜ୍ଞ କରିଆସୁଥିଲେ। ଆଉ ଏବେ ମଧ୍ୟ ବର୍ଷକୁ ଥରେ ଏଠାରେ ସନାତନ ଧର୍ମର ଭକ୍ତମାନେ ବିଶ୍ୱଶାନ୍ତି ଯଜ୍ଞ କରିଥାନ୍ତି। ଏମିତି ଏକ ପବିତ୍ର ଆଧ୍ୟାତ୍ମିକ ପୀଠ ଭାଲୁଘର ମଠ କିନ୍ତୁ ପ୍ରଶାସନର ଆଢୁଆଳରେ ଲୁଚି ରହିଯାଇଛି। ଯାହା ବି ପ୍ରଶାସନର ଦୃଷ୍ଟିଗୋଚର ହୋଇଛି ତାହା ଏ ଭାଲୁଘର ମଠ ପାଇଁ ଯଥେଷ୍ଟ ନୁହେଁ। ସନାତନ ଧର୍ମର ବାବା ପ୍ରହଲ୍ଲାଦ ରାଉତ ଏବେ ଏହି ଭାଲୁଘର ମଠର ଦାୟିତ୍ୱ ସମ୍ଭାଳୁଛନ୍ତି। ଭାଲୁଘର ମଠର ନୀତିକର୍ମ କରିବା ସହିତ ଏହି ପବିତ୍ର ପୀଠର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ତୁଲାଇ ଆସୁଛନ୍ତି। ତା ସହିତ ଆଖପାଖରେ ଥିବା ଅଲେଖ ଧର୍ମୀ ଭକ୍ତମାନେ ମଧ୍ୟ ଏହି ଭାଲୁଘର ମଠର ଦାୟିତ୍ୱ ନେଇ ଏହି ପବିତ୍ର ପୀଠକୁ ସୁରକ୍ଷିତ ରଖିଛନ୍ତି। ମଠ ମନ୍ଦିରକୁ ଉନ୍ନତି କରିବା ପାଇଁ ସରକାରଙ୍କ ଅନେକ ଯୋଜନା ରହିଥିବା ବେଳେ ଏହି ଭାଲୁଘର ମଠ ପାଇଁ ପ୍ରଶାସନର ଅବହେଳା ଅଲେଖ ଧର୍ମୀ ଭକ୍ତମାନଙ୍କୁ ନିରାଶ କରିଛି। ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଏହି ଭାଲୁଘର ମଠ ଏକ ପର୍ଯ୍ୟଟନସ୍ଥଳୀ ହୋଇସାରିଥିବା ବେଳେ ଏଠାରେ ଅନେକ କିଛି ସଭାସମିତି ମଧ୍ୟ କରାଯାଉଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଏହି ପବିତ୍ର ସ୍ଥଳୀରେ ପର୍ଯ୍ୟଟନ ଋତୁରେ ନାହିଁ ନଥିବା ଭିଡ଼ ଜମିଥାଏ। ତେଣୁ ଏହି ଭାଲୁଘର ମଠକୁ ପ୍ରଶାସନ ଦୃଷ୍ଟିରେ ରଖି ତାର ରକ୍ଷଣାବେକ୍ଷଣ କରିବା ସହିତ ପର୍ଯ୍ୟଟକଙ୍କ ପାଇଁ ଏକ ବିଶ୍ରାମସ୍ଥଳୀ ଗୃହ କରିବା ପାଇଁ ସାଧାରଣରେ ଦାବି ହେଉଛି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ସହିତ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ।